ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 55 ମୁଣ୍ଡାସାହିଠାରେ ଦୁର୍ଘଟଣାରେ ପ୍ରାୟ 10 ଜଣ ଯବାନ ଆହତ ହୋଇଥିବା ସୂଚନା। ସେମାନଙ୍କ ମଧ୍ୟରୁ 7 ଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଦ୍ୱିତୀୟ ବାଟାଲିୟନର 14 ଜଣ ଯବାନଙ୍କୁ ନେଇ ଏକ ଟ୍ରାଭେଲର ଗାଡ଼ି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ମୁଣ୍ଡାସାହିଠାରେ ଜାତୀୟ ରାଜପଥ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଟ୍ରାଭେଲଟି ଧକ୍କା ଦେଇଥିଲା। ଫଳରେ ସେଥିରେ ଥିବା ଯବାନମାନେ ଆହତ ହୋଇଥିଲେ। आहतମାନଙ୍କୁ स्थानीय लोक मैंने उद्धार कर जिला मुख्य चिकित्सालय भर्ती करथिले। सेमानक मध्यरु 7 जनक अवस्था गुरुतर रहितबा बेले 5 जनक कटक स्थानांतरित कर जायछि। आ प्राय 3 जन सामान्य आहत होई जिला मुख्य चिकित्सालय चिकित्सित हेउछन्ति। अनुगुलु दीपक रंजन मिश्रଙ୍କ रिपोर्ट द रिपब्लिक ओडिशा 24 न्यूज।